प्रतिशोधर ये नवाब प्रतिशोध से नवाब आज युद्ध करने को जी अलकापुरी को सर्वपुरी के जी सब जी युद्ध करने ध्रुपदी भाई की मारदेले ध्रुपदी हाँ सन्न जी भाई जी ध्रुपदी निज भाईटा को मार निज भाई की जहाँ भी भाई ना थे मैत्रेयवाच सुरविदुर कृष्ण कथा जने खंडिव अभोज शिशुमार प्रजापति तापन्य राज्य सिंहासन आरोहण कला ध्रुवंकर विवाह दुई पुत्र जन्म
ହେଇଛନ୍ତି। ତାଙ୍କ ନାଁ ଜଣଙ୍କ ନାଁ କଳ୍ପ ଆଉ ଜଣଙ୍କ ନାଁ ହେଉଛି ବତ୍ସ। ଦ୍ୱିତୀୟ ଭାର୍ଯ୍ୟା ଇଳାନା ରୂପେ ଗଞ୍ଜୟୀ ସୂର୍ଯ୍ୟ ସ୍ୱଭାବେ ସମୀରଣ ସୁତା ସେ କନ୍ୟା ଅଟେ ପତିବ୍ରତା ତାର ଉଦରେ ଧ୍ରୁବ ବୀର୍ୟେ ପୁତ୍ର ପୂଜେ ମହତେ ଉତ୍କଳ ନାମେ ସେ କୁମାର କନ୍ୟାଏ ଅତି ମନୋହର ଧ୍ରୁବର କନିଷ୍ଠତମ ରୂପେ ଭୁବନେ ନାହିଁ ସମାନନ୍ଦିବର ଧ୍ରୁବଙ୍କର ଦ୍ୱିତୀୟ ପତ୍ନୀ ହେଲେ ଇଳା। ତାଙ୍କଠୁ ଗୋଟିଏ ପୁତ୍ର ଏବଂ ଗୋଟିଏ କନ୍ୟା ଜନ୍ମ ହେଲା। ପ୍ରଥମ ହଁ ହବନି ଏତେ ଦିନ ହେଲାଣି ଆଉ ବାହାଘର ହବନି କି? ଏଇ ବିଷୟଟା ସିନା ମୁଁ ବିଷୟରେ ଆମେ ପଢୁଛେ ସେମିତି ପାଖାପାଖି ଲାଗୁଛି, କିନ୍ତୁ ସେ ତା ଭିତରେ କେତେ କେତେ ବାଟ ପଳେଇଲେଣି ଯେ ଆଉ ଠିକ ନାହିଁ। ତାଙ୍କର ବୟସ ହେଇକି ସେ ସମଗ୍ର କଥାଟାକୁ ଏଠି ଉପସ୍ଥାପନ କରାଯାଇଛି। ଆଉ ଆମେ ଯୋଉ ପଢୁଛେ ତା କଣ ସିଏ ତ ସେମିତି ହେଲେ କଣ 7-8 ବର୍ଷର ପିଲା ଜନ୍ମ ହେବେ। ସ୍ୱଭାବେ ବୟସ କିଶୋର ବିବାହ ନହିଥିଲା ତାର ସେ କଦିନେ ଅଶ୍ୱବସି ମୃଗୟା ଅର୍ଥେ ବନେ ପଶି ମିଳିଲା କୁବେର ଭୁବନେ ତାହାକୁ ଦେଖି ବୁଝଗମେ ବଳେ ରୁନ୍ଧିଲେ ଯୁଦ୍ଧ କରି ଅଶ୍ୱ ଘେଣିଲେ ତାକୁ ମାରି ତା ଶୁଣି ତାହାର ଜନନୀ ବିକଳେ ପୁତ୍ର କଷ୍ଟ ଘେ ଧ୍ରୁବଙ୍କର ଭାଇ ହେଲେ ଉତ୍ତମ। ସେ ଦିନେ କ'ଣ କଲେ, ତାଙ୍କର ବିବାହ ହେଇନଥିଲା, ସେ ଦିନେ କ'ଣ କଲେ ନା ମୃଗୟା ନିମନ୍ତେ ଯାଉ ଯାଇ କୁବେରପୁରରେ ପହଞ୍ଚିଲେ। ଯକ୍ଷମାନଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ତାଙ୍କଠାରୁ ବଳପୂର୍ବକ ତାଙ୍କର ଅଶ୍ୱକୁ ନେଇଯାଇକରି ତାଙ୍କ ସହିତ ଯୁଦ୍ଧରେ ପରାସ୍ତରେ ମାରିଦେଲେ। ତାଙ୍କର ମାତା ଯେତେବେଳେ ସୁରୁଚି ଖବର ପାଇଲେ, ସିଏ ହା ପୁତ୍ର କହି ତାଙ୍କୁ ଖୋଜି କରି ଯାଇ ବନସ୍ତରେ ଅନଳ ଲଗେଇକରି ପୁତ୍ର ଶୋକରେ ସେଇଠି ତାଙ୍କର ନିଜର ଆତ୍ମ ବିସର୍ଜନ କଲେ। ବନରେ ଦେହ ଦେଲା ପୁତ୍ର ବିୟୋଗ ଦୁଃଖେ ସେ କଥା ଶୁଣି ଧ୍ରୁବ ଶୋକେ କମ୍ପିଲା ମାତା ଭାତା ଯେତେବେଳେ ଧ୍ରୁବ ଶୁଣିଲେ ଯେ ମୋ ଭାଇ ଯୁଦ୍ଧ କରିକି ଯକ୍ଷମାନଙ୍କ ସହିତ ପରାସ୍ତ ହେଇକରି ସେମାନେ ତାଙ୍କୁ ମାରି ଦେଇଛନ୍ତି, ମା ପୁତ୍ର ଶୋକରେ ବ୍ୟଥିତ ହୋଇ ସେ କ'ଣ କରୁଛନ୍ତି ନା ଅଗ୍ନିରେ ଝାସ ଦେଇକି ତାଙ୍କର ମଧ୍ୟ ପ୍ରାଣ। ତେଣୁ ଧ୍ରୁବ ବଡ଼ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲେ। ଜୈତ୍ର ନାମେ ରଥେ ବସି ସ୍ୱଭାବେ ସ୍ୱହେରୁ ପଳାସି ଶୋକ ନଳେ କୋପ ଭରେ କଠୋର ଧନ ଧରି କରି କୁବେର କାନ ମିଳିଲା ଉଦଣ୍ଡେ ଶଙ୍ଖ ନାଦ କଲା। ଇଏ ରଥରେ ବସିକରି ଧ୍ରୁବ ପ୍ରସ୍ତୁତ ହୋଇକରି ଯାଇ କୁବେରପୁରରେ ପହଞ୍ଚିଲେ ଏବଂ ତାଙ୍କର ଭୁବନରେ ପହଞ୍ଚିକରି ଶଙ୍ଖନାଦ କଲେ, ଯୁଦ୍ଧର ଘୋଷଣା ଆହ୍ୱାନ କଲେ। ସେବନେ ରୁଦ୍ର ଅନୁସାରେ ଗୁହକ ବସନ୍ତି ସକଳେ ହିମ ପାର୍ବତ
ଯେତେବେଳେ ଧ୍ରୁବଙ୍କୁ ଦେଖିକି ଆସିକି ଆକ୍ରମଣ କଲେ ତାଙ୍କର ସହାୟତାରେ ସମସ୍ତେ ପତିତ ହେଲେ। ଗୁହ୍ୟକଗଣ ଦେଖି ତ୍ରାସେ ରଣେ ଭାଜିଲେ ଦଶ ଦିଶେ ଅଦ୍ଭୁତ କାରଣ ଦେଖି ତାର ବିଷ୍ଣୁର ତେଜେ ବଳିୟାର କରନ୍ତି ଧନ୍ୟ ଧନ୍ୟ ବାଣୀ ଆନନ୍ଦେ ଦେବ ଲୋକେଶୁ ଶିବାଣ ସହି ସମସ୍ତେ ଏକତ୍ରିତ ହୋଇ ଧ୍ରୁବକୁ ଚାରି ପାଖରୁ ଘେରାଉ କରିକି ଚାରିଆଡ଼ୁ ତାଙ୍କୁ ଆକ୍ରମଣ କଲେ। ବେଢ଼ିଲେ ଅତି ଅନାୟତ ଛନେ ନଦୀ ସେ ଧ୍ରୁବ ରଥ ଗଗନେ ମିଳି ଦେବ ଲୋକେ କହନ୍ତି ଏକ ଦୁଆରକେ ଶୋଇ ଆହାକାର ଦେବୀ ବୋଳନ୍ତି ତାହା ଶୁଣି ଦେଖେ ଦେଖ ମନୋବାଂଶ ସୁତ ପ୍ରଚଣ୍ଡ ଈଶନେ ଆଦିତ୍ୟ ଗୁହ୍ୟକ ସମୁଦ୍ରେ ବୁଡ଼ିଲା ଧ୍ରୁବ ନିଶ୍ଚୟ ନାଶ ଦେବତାମାନେ ଭୟଭୀତ ହୋଇ ପଡ଼ିଲେ ଯେ ଯେତେବେଳେ ଅସଂଖ୍ୟ ସୈନ୍ୟ ଧ୍ରୁବଙ୍କୁ ବେଢ଼ିଛନ୍ତି ଚାରି ପାଖରୁ ଯୁଦ୍ଧ କରୁଛନ୍ତି ତେଣୁ ଧ୍ରୁବଙ୍କ ଭିତରୁ ବଞ୍ଚିବା ବହୁତ କଷ୍ଟ ହେଇଯିବ। ଗର୍ଜନ୍ତି ଜାତୁ ଧାନ ଗଣେ ଧ୍ରୁବତା ଶୁଣିଲା ଶ୍ରବଣେ ସାରଥି ଚାହିଁ ପୁଣ୍ୟ ଦେହା ବୋଲେ ଆକାଶେ ରଥ ବାହା ଶୁଣି ସାରଥି ଅତି ବେগে ରଥ ବାହିଲା ଶୂନ୍ୟ ମାର୍ଗେ ନିହାର ଭେଦି ସୂର୍ଯ୍ୟ ହେମନ୍ତେ ସଇ ଗଗନେ ଗଗନେ ରହି ମନୁପୁତ୍ର ବାଣ ବରସେ ଅକ୍ରମିତ ଗୁହ୍ୟ ପବନ ବୃଷ୍ଟି ନାଶେ ନିହାର ଜିହ୍ନେ ଚଣ୍ଡତ୍ରାସେ ପବନ ଯୋଗେ ମେଘମାଳେ ଜିହ୍ନେ ଉଡ଼ନ୍ତି ଅନ୍ତରାଳେ ଧ୍ରୁବରାଜ ତୀକ୍ଷ୍ଣେ ପଡ଼ିଲେ ଗୁହ୍ୟକର ସୈନ୍ୟ ଗୁହ୍ୟକ ଦେହେ ବାଣ ପଡ଼ି ଚୁହେ କି ମେଘ ଘଡ଼ଘଡ଼ି ସର୍ବେ ପଡ଼ିଲେ ଭୂମି ଗତେ ପର୍ବତ ଜିହ୍ନେ ବଜ୍ରାଘାତେ ସେ ହେଲା ଭଲ ଶସ୍ତ୍ର ବାଣୀ ରୁନ୍ଧିତ ନିଜ ଯେମିତି ଦେଖିଲେ ଅସଂଖ୍ୟ ସୈନ୍ୟ ଚାରି ପାଖରୁ ଘେରିଛନ୍ତି ତେଣୁ ସେ କ'ଣ କଲେ ନା ସୈନ୍ୟକୁ ଉଠେଇଦେଲେ ରଥ ଉଠେଇକି ଶୂନ୍ୟରୁ ତାଙ୍କ ସହିତ ଯୁଦ୍ଧ କଲେ। ତେଣୁ ଏମାନେ ରହିଲେ ସବୁ ଉଠେଇଦେଲେ ରଥକୁ ଦେଇଗଲେ ଉଠିକି ନନେଲେ ସେ ଘେରିଦେଣି ଅସଂଖ୍ୟ ଲକ୍ଷ ଲକ୍ଷ ସୈନ୍ୟ ଘେରିଗଲେ ନା ଅଛନ୍ତି କେତେ କଣ ଜଣେ କେତେ ଯୁଦ୍ଧ କରିବେ ସେ ସୈନ୍ୟକୁ ଉଠେଇଦେଲେ ମେଘନାଥ ଭଳିଆ କାମ କଲ। ଶିରେ ଭେଦିଲା ଭାଲ ଶସ୍ତ୍ର ବାଣେ ରନ୍ଧିତ ଜଗାତ୍ର ଶିର ଫଳିଲା ଛିଡ଼ି ତଳେ ବିରାଜେ କିରୀଟ କୁଣ୍ଡଳେ ହୃଦେ ଲମ୍ବିତ ହେମହାର ବିରାଜେ ଉଶିଷ୍ଟ କେୟୁର ଶସ୍ତ୍ର ସମୟେ ସଜ୍ଜା କରି ବୀରେ ଶୋଇଲେ ପ୍ରାଣହାରି ଯିବା ଉରି ଗଲେ ରଣେ ଭୟ ଲୁଚିଲେ ଘର ବନେ ସିଂହର ତ୍ରାସେ ଯେହେ ମୃଗେ ଏ ଭାଜିଲେ ଦଶ ସମସ୍ତ ସୈନ୍ୟ କ'ଣ କଲେ ନା ଛିନ୍ଛତ୍ର ହିଁ ଚାରିଆଡ଼େ ପଳାଇଲେ ଦେଖିଲେ ଆଉ ଯୁଦ୍ଧ କରି ହବ ନାହିଁ ଧ୍ରୁବଙ୍କ ସହିତ ବହୁ ସଂଖ୍ୟାର ସୈନ୍ୟ ମରିଗଲେ ତେଣୁ ଯିଏ ଯାଉଥିଲେ ଲୁଚିଲେ। ଧ୍ରୁବ ଯେ ଦଶ ଦିଗେ ଚାହିଁ ଦେଖଇ ରଣେ କେହି ନାହିଁ ବୋଲେ ସାରଥି ମୁଖ ଚାହିଁ ଏପୁରେ ପଶ ରଥ ବାହି ପୁର ଭିତରୁ ରଥ
ବିହନରେ ଯୁବ ଅଛନ୍ତି ଗୁହ କୂଳେ ସର୍ବମାରି ଭ୍ରାତା ଛଳେ ତୁଏ ରଥ ବାହାବଳେ ହେମନ୍ତ ଧ୍ରୁବ ବାକ୍ୟ ଶୁଣି ସାରଥି ମନେ ମନେ ଗୁଣି ଗୁହ୍ୟକ ମାୟାର ପ୍ରମାଣେ ହେମନ୍ତ ଘର ନାଦ ଶୁଣେ ପ୍ରଳୟ କାଳେ ସିନ୍ଧୁ ଜନ୍ମେ ଲହରୀ ଉଛୁଳେ ଗଗନେ ପୁଣି ଦେଖଇ ଚାରିଦିଗେ ଧୂଳି ଉଡ଼ଇ ଶୂନ୍ୟ ମାର୍ଗେ କ୍ଷଣକେ ଘର ହାଦ କରି ମେଘ ସମୂହ ଶୂନ୍ୟ ପୁରୀ ଗୁହିକ ମାନେ ହେଉଛନ୍ତି ମାୟାର ଭଣ୍ଡାର। ସେମାନେ ମାୟା କରିଦେଲେ ପୁର ଭିତରକୁ ପ୍ରବେଶ କରିବା ପାଇଁ ଏମାନେ ଆଉ ବାଟ ପାଉନାହାନ୍ତି। ସବୁଆଡ଼େ ଦେଖାଯାଉଛି ଅନ୍ଧାର, ଦେଖାଯାଉଛି ମେଘାଚ୍ଛନ୍ନ ଦେଖାଯାଉଛି, ଧୂଳି ଉଡ଼ିକରି ଆକାଶ ପୁରିଛି, ତେଣୁ ତା ଭିତରକୁ ପ୍ରବେଶ ଏମାନେ କରିପାରୁ ନାହାନ୍ତି। পুনি দেখই চারিদিকে ধূলি উড়ই শূন্য মার্গে ক্ষণকে ঘর নাদ করে মেঘ সমূহ শূন্য পুরী বিজলি স্ফুরে রস দিশে বজ্র সমর সঙ্গে মিশে লোকা